ଆଦର୍ଶ ରାଗିକି ମମତାଙ୍କୁ କହିବେ, ଏ ଘରେ କ'ଣ ଚାଲିଛି ଖୁଡ଼ି? କ'ଣ ଚାଲିଛି? ଏବେ କ'ଣ ପଲ୍ଲବୀକୁ ଭୋକରେ ମାରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି? ତାପରେ ପଲ୍ଲବୀ କହିବେ, ଆଦର୍ଶ ପ୍ଲିଜ୍ ତମେ ଟିକେ ଶାନ୍ତ ହୁଅ। ତାପରେ ଆଦର୍ଶ କହିବେ, ନାଇଁ ବହୁତ ଶାନ୍ତ ରହିଗଲି ମୁଁ, ବହୁତ ଶାନ୍ତ ରହିଗଲି, କିନ୍ତୁ ଆଉ ନୁହେଁ। ପୁଣି କହିବେ, ଖୁଡ଼ି ଘରେ ସମସ୍ତେ ଜାଣିଛନ୍ତି ପଲ୍ଲବୀ କିଚେନକୁ ଯିବେନି ବୋଲି ମିସେସ୍ ମହାପାତ୍ର ମନା କରିଛନ୍ତି। ତ ତାଙ୍କ ପାଇଁ ଖାଇବା ଡାଇନିଂରେ ରଖା ହେଇନି କାହିଁକି? ମୁଁ ପଚାରୁଛି ରେଡ଼ି ହେଇକି କାହିଁକି ରଖା ହେଇନି? ଏବେ ମୁଁ ଯଦି ଏଠିକି ଆସିନଥାନ୍ତି ତାହେଲେ ସାରା ରାତି ପଲ୍ଲବୀକୁ ଉପାସ ରହିବାକୁ ପଡ଼ିଥାନ୍ତା। ତାପରେ ମମତା କହିବେ, ଆଦର୍ଶ କ୍ଷମା କରିବୁ ବାବା, ମୁଁ ଭାବିଥିଲି ରିମଝିମ୍ ସବୁଠୁ ଶେଷରେ ବାହାରକୁ ଆସିବ ତ ସେ ହିଁ ପଲ୍ଲବୀ ପାଇଁ ବାଢ଼ିକି ରଖିଥିବ। ଆଉ କହିବେ, ରିମଝିମ୍ ତୁ ପଲ୍ଲବୀ ପାଇଁ ଟେବୁଲ ଉପରେ କାହିଁକି ଖାଇବା ବାଢ଼ିକି ରଖିନଥିଲୁ? ତାପରେ ଗୌରବ କହିବେ, ରିମଝିମ୍ ମୁଁ ତମକୁ କହିକି ଆସିଥିଲି ପଲ୍ଲବୀଙ୍କ ପାଇଁ ଖାଇବା ରଖିକି ଆସ, ତଥାପି ବି ତମେ ସେମିତି ଯାଇ ଚୁପଚାପ ଶୋଇଗଲ। ଆଉ କହିବେ, ଆଦର୍ଶ ଆଇ ଆମ୍ ସରି, ପଲ୍ଲବୀଙ୍କ ପାଇଁ ମୁଁ ନିଜେ ଖାଇବା ବାଢ଼ି ଟେବୁଲ ଉପରେ ରଖିଦେଇ ଆସିଥିଲେ ଭଲ ହୋଇଥାନ୍ତା। ତାପରେ ଆଦର୍ଶ ରାଗିକି କହିବେ, ମୁଁ ପଚାରୁଛି ଏ ଘରେ କ'ଣ ଚାଲିଛି? କ'ଣ ଚାଲିଛି ଏ ଘରେ ସବୁ? ମୋତେ ଉତ୍ତର ଦରକାର। ତମେମାନେ କ'ଣ କେହି ବି ଚାହୁଁନ ଯେ ପଲ୍ଲବୀ ଏ ଘରେ ରୁହନ୍ତୁ? ତାପରେ ରୁବି ଆସି କହିବେ, ଏତେ ରାଗ ଦେଖେଇବା କ'ଣ ଦରକାର ଆଦର୍ଶ? ତୁ କ'ଣ ଭୁଲିଗଲୁ ଏ ଘରେ ଡିନର ଟାଇମ୍ ରାତି 8ଟାରେ ବୋଲି ମାୟା ଡିସାଇଡ୍ କରିଛି। ତେଣୁ ଯାହାର ଖାଇବାର ଅଛି ସେ 8ଟା ପୂର୍ବରୁ ଆସି ଡାଇନିଂ ଟେବୁଲ ଉପରେ ପହଞ୍ଚିବ। ଯେ ଡେରିରେ ଆସିବ ତାକୁ ଖାଇବାକୁ ମିଳିବନି, ଉପାସ ଶୋଇବ ସେ। ରୁଲ୍ ସମସ୍ତଙ୍କ ପାଇଁ ରୁଲ୍। ତାପରେ ଆଦର୍ଶ କହିବେ, ମାଉସୀ ଦୟାକରି ତମେ ଚୁପ୍ ରୁହ। ଏ ପ୍ରୋବ୍ଲେମ୍ ଆମ ଘରର, ଆମ ଘରର ପ୍ରୋବ୍ଲେମ୍ ଆମେ ସଲ୍ଭ କରିବୁ, ତମେ ନୁହେଁ, ବୁଝିଲ? ଆଉ କହିବେ, ତମେମାନେ ସମସ୍ତେ ଜାଣିଛ ପଲ୍ଲବୀଙ୍କ ଡ୍ୟୁଟିରେ କିଛି ବି ଠିକ୍ ଠିକଣା ନଥାଏ, ତେଣୁ ସେ ଡିନର ପାଇଁ ଠିକ୍ ସମୟରେ ଆସି ପହଞ୍ଚି ପାରିବେନି। ଆଉ ତମେମାନେ ତାଙ୍କ ସହିତ ଏଭଳି ବ୍ୟବହାର ଦେଖାଉଛ। ତାପରେ ରୁବି କହିବେ, ତା ମାନେ ତୁ କହିବାକୁ ଚାହୁଁଛୁ ପଲ୍ଲବୀ ପାଇଁ ଏ ଘରେ ନୂଆ ରୁଲ୍ ହେବ? ତାପରେ ଆଦର୍ଶ କହିବେ, ସେ ଯଦି ଠିକ୍ ସମୟରେ ଆସି ଘରେ ନ ପହଞ୍ଚି ପାରନ୍ତି ତାହେଲେ ତାଙ୍କ ପାଇଁ ଖାଇବା ବଢ଼ା ହେଇ ଟେବୁଲ ଉପରେ ରହିବା ନିହାତି ଦରକାର। ତାପରେ ରୁବି କହିବେ, ତା ପାଇଁ ଏତେ ସୁବିଧା କାହିଁକି ଯୋଗାଇ ଦିଆଯିବ? ସେ କ'ଣ ଏ ଘରର ମହାରାଣୀ? ତାପରେ ଆଦର୍ଶ ଜୋରରେ ରାଗିକି କହିବେ, ହଁ ହଁ ପଲ୍ଲବୀ ଏ ଘରର ମହାରାଣୀ, ମହାପାତ୍ର ଖାନଦାନର ବୋହୂ ସିଏ। ଆଉ ମହାପାତ୍ର ଖାନଦାନର ବୋହୂ କୌଣସି ମହାରାଣୀଠୁ କମ୍ ନୁହନ୍ତି। ଯଦି ଆପଣଙ୍କର ଏ କଥା ହଜମ ନ ହେଉଛି ନା ତାହେଲେ ଆପଣ ଗୋଟେ କାମ କରନ୍ତୁ, ବାପାଙ୍କ କହିଲା ଭଳି ଆପଣ ସବୁଦିନ ପାଇଁ ଏ ଘର ଛାଡ଼ି ଚାଲିଯାଆନ୍ତୁ। ତାପରେ ରୁବି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ମାୟା ରୁବି ପାଖକୁ ଆସି କହିବେ, ଦିଦି ତୁ ଟିକେ ଚୁପ୍ ରହ। ଆଉ କହିବେ, ଆଦର୍ଶ ବାବା ତୁ ଟିକେ ଶାନ୍ତ ହେଇଯା ବାବା, କୁଲ୍ ଡାଉନ୍, ତୁ ଆଉ ରାଗ୍ନି, ଚାଲ ମୁଁ ତତେ ଖାଇବା ବାଢ଼ି ଦେବି। ଦେଖ ବାବା ସକାଳୁ ତୁ କିଛି ବି ଖାଇନୁ, ତୁ ମୋ ଉପରେ ଯେତେ ରାଗୁଛୁ ରାଗ, କିନ୍ତୁ ମୋଠୁ ଦୂରେଇ ଯାଆନି, ପ୍ଲିଜ୍ କୁଲ୍ ଡାଉନ୍, ଶାନ୍ତ ହେଇଯା ବାବା। ତାପରେ ଆଦର୍ଶ ମାୟାଙ୍କ ହାତକୁ ଛଡ଼େଇ ଦେବେ। ଆଉ କହିବେ, ବହୁତ ଶାନ୍ତ ହେଇଗଲିଣି ମିସେସ୍ ମହାପାତ୍ର, କିନ୍ତୁ ମୁଁ ଶାନ୍ତ ହେଇ ରହିବିନି। ତା ଛଡ଼ା ଆପଣ ମୋତେ କୋଉ ଅଧିକାରରେ ଶାନ୍ତ ରହିବା ପାଇଁ କହୁଛନ୍ତି? ମୁଁ ଆପଣଙ୍କର କିଏ? ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ପୁଣି କହିବେ, ଦେଖ ବାବା ଆଗରେ ମୋ ପୁଅ ନୁହେଁ ବୋଲି କହିଦେଇଛି, ଏବେ ଆଉ ରାଗ୍ନି, ପ୍ଲିଜ୍ ଆଦର୍ଶ, ମାନୁଛି ମୋର ଭୁଲ ହେଇଯାଇଛି, ମୋ ବାବାଟା ପରା, ପ୍ଲିଜ୍ ପ୍ଲିଜ୍ ମୋତେ କ୍ଷମା କରିଦେ, ପ୍ଲିଜ୍। ପରେ ଆଦର୍ଶ କହିବେ, ଆପଣ ମୋତେ କ୍ଷମା କରିଦିଅନ୍ତୁ ମିସେସ୍ ମହାପାତ୍ର, ମୋ ହୃଦୟରେ ଆପଣଙ୍କ ପାଇଁ କିଛି ବି ନାହିଁ। ତାପରେ ମାୟା କହିବେ, ଆନନ୍ଦ ବୁଝାଅ ତାକୁ, ସେ ତା ମାଆକୁ କେମିତି କଥା କହୁଛି, ପ୍ଲିଜ୍ ବୁଝାଅ ତାକୁ ଆନନ୍ଦ, ପ୍ଲିଜ୍। ତାପରେ ଆନନ୍ଦ କହିବେ, କୋଉ ମୁହଁରେ ମୁଁ ତାକୁ ବୁଝେଇବି ମାୟା? ତମେ ତ ବାରମ୍ବାର ପଲ୍ଲବୀକୁ ଇନସଲ୍ଟ କରି ଚାଲିଛ। ମୁଁ ଆଉ ଆଦର୍ଶ ତମକୁ ବାରମ୍ବାର ବୁଝେଇ ବୁଝେଇ ଥକି ପଡ଼ିଲୁଣି। ମୁଁ ତମକୁ ବାରମ୍ବାର କହି ଆସିଛି ମାୟା, ତମେ ଯୋଉ ଦିନ ପଲ୍ଲବୀକୁ ହର୍ଟ କରିବ ସେଇଦିନ ତମେ ଆଦର୍ଶକୁ ହରେଇ ବସିବ। ତାପରେ ବି ତମେ ଶୁଣିଲନି, ସମ୍ଭାଳ ଏବେ। ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ପଲ୍ଲବୀଙ୍କୁ ଗୋଡ଼ ଧରି କ୍ଷମା ମାଗିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।